ଦେଖନ୍ତୁ ଇଏ ଗୋଟେ ରହିଛି ଚିଠି ଯେଉଁଟାକି OTT ପେପର୍ ଟୁ PET ମାନଙ୍କ ପାଇଁ ଆବେଦନ କରିବାର ସୁଯୋଗ ପ୍ରଦାନ କରିବେ ଏବଂ ଆଗାମୀ ଆସିଷ୍ଟାଣ୍ଟ ଟିଚର ନିଯୁକ୍ତି ପ୍ରକ୍ରିୟାରେ PET ପୋଷ୍ଟ ଆସିବା ସମ୍ବନ୍ଧରେ ଚିଠିଟି ରହିଛି MLA ଆଠଗଡ଼ଙ୍କ ତରଫରୁ ବା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ତରଫରୁ ଅନରେବୁଲ୍ ମିନିଷ୍ଟର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ SC/ST ଡେଭଲପମେଣ୍ଟ ମାଇନରିଟି ଆଣ୍ଡ ବ୍ୟାକୱାର୍ଡ଼ କ୍ଲାସେସ୍ ୱେଲଫେୟାର SSEPD ଓଡ଼ିଶା ଭୁବନେଶ୍ୱରଙ୍କୁ ସବଜେକ୍ଟ ଯଦି ଆମେ ଦେଖିବା ନନ୍ ଇନକ୍ଲୁଜନ୍ ଅଫ୍ ଫିଜିକାଲ୍ ଏଜୁକେସନ୍ ଇନ୍ OTT ପେପର୍ 2 ଆଣ୍ଡ ନେଗ୍ଲିଜେନ୍ସ ଇନ୍ ଅପର ପ୍ରାଇମେରୀ PET ରିକ୍ରୁଟମେଣ୍ଟ। ଚିଠିଟି ଦେଖିବା କ'ଣ ରହିଛି, ଦେୟାର ରିକ୍ୱେଷ୍ଟ ଇଜ୍ କ୍ୱାଇଟ୍ ଜେନ୍ୟୁଇନ୍ ରିଗାର୍ଡ଼ିଂ ରିଓପନିଂ ଅଫ୍ ଅନଲାଇନ୍ ପୋର୍ଟାଲ୍ ଫର୍ OTT ପେପର୍ 2 ଫିଜିକାଲ୍ ଏଜୁକେସନ୍ କ୍ୟାଣ୍ଡିଡେଟ୍ ବିଫୋର୍ ଦ ଏକ୍ଜାମିନେସନ୍ ସେଡ୍ୟୁଲ୍ ଜୁନ୍ 21। ବର୍ତ୍ତମାନ ଏଇଟା 28 ରହିଛି ବା 28 ଜୁନ୍ରେ ଏକ୍ଜାମ୍ ହେବ। ଫର୍ମାଲ୍ ନୋଟିଫିକେସନ୍ ଫର୍ ସ୍ପେଶାଲାଇଜ୍ଡ PET ପୋଷ୍ଟ ଇନ୍ ଅପକମିଂ ଅପର ପ୍ରାଇମେରୀ ରିକ୍ରୁଟମେଣ୍ଟ ସାଇକେଲ୍ ଆଜ୍ ପର୍ ଦ NEP କ୍ଲାସ୍ 7.5। ଆମେ ଜାଣିଛେ ଆଗରୁ OTT ପେପର୍ 1 ବା ପେପର୍ 2 PET ମାନଙ୍କ ପାଇଁ କେତେବେଳେ ଏକ୍ଜାମ୍ ହୁଏନି, କିନ୍ତୁ ଏଇଟାରେ ରହିଛି ଯେ PET ମାନଙ୍କ ପାଇଁ OTT ପେପର୍ 2ର ଏକ୍ଜାମ୍ ହେବ ଏବଂ ସେମାନଙ୍କୁ ଆପ୍ଲାଏ କରିବାର ସୁଯୋଗ ଦିଆଯାଉ। ଇଏ ବି ଗୋଟେ ଭଲ ଯେ ଆଗକୁ ଯଦି OTT ପେପର୍ 2ରେ PETକୁ ଆପ୍ଲାଏ କରିବାର ସୁଯୋଗ ମିଳିଲା ତାହେଲେ ରିକ୍ରୁଟମେଣ୍ଟ ପ୍ରୋସେସ୍ରେ PET ଆସିବ। PET ରିକ୍ରୁଟମେଣ୍ଟ ପ୍ରୋସେସ୍ରେ କେବେ ଆସେନି, ସେଟା ସବୁ ସମୟରେ ପାର୍ଟ ଟାଇମ୍ ଫିଜିକାଲ୍ ଇନଷ୍ଟ୍ରକ୍ଟର ବା ଆର୍ଟର ଏଇଭଳି ଦିଆଯାଏ ପ୍ରାଇମେରୀ ସ୍କୁଲ ଗୁଡ଼ିକରେ, ରେଗୁଲାର ନିଯୁକ୍ତି କେବେ ଆସେନି। OTT ଦେଖିବା କାଟାଗୋରୀ 1 ଯେଉଁଟା ରହିଛି CT ବା DLED ପିଲାମାନଙ୍କ ପାଇଁ, ଆଉ ପେପର୍ 2ଟା ରହିଛି B.Ed ପିଲାଙ୍କ ପାଇଁ। ଏଥିରେ PETର କୌଣସି ସୁଯୋଗ ନାହିଁ ବା କେତେବେଳେ ବି ଦିଆ ହୁଏନି। ବର୍ତ୍ତମାନ ଏଇଟା ଭଲ ଯଦି PETର ଆସେ ପେପର୍ 2ଟା, କିନ୍ତୁ NEPର ଯଦି 7.5 କ୍ଲାସ୍ ଦେଖିବା, ଏଥିରେ ସବୁ ଟିଚରମାନଙ୍କୁ ଆର୍ଟ ହେଉ, ମ୍ୟୁଜିକ୍ ହେଉ, ସାଇନ୍ସ, ସ୍ପୋର୍ଟସ୍ ନିଯୁକ୍ତିର ସୁଯୋଗ ପାଇଁ କୁହାଯାଇଛି। PET OTT ପେପର୍ 2 ଆସିବା ସ୍ୱାଗତ ଯୋଗ୍ୟ।